ଅନେକ ଦିନ ତଳର କଥା। ବିଳାସପୁର ନାମକ ଗୋଟିଏ ଗାଁ ଥାଏ। ଗାଁର ଲୋକମାନେ ଚାଷ ବାସ କରି ଚଳନ୍ତି। ମାର୍ଗଶିର ମାସ, ସୁଲୁସୁଲୁ ପବନରେ ପାଚିଲା ଧାନ କ୍ଷେତ ଗୁଡିକ ସତେ ଯେପରି ନାଚୁଥାନ୍ତି। ସେହି ସମୟରେ ଗାଁକୁ ଜଣେ ଯୋଗୀ ଆସିଥାନ୍ତି। ଧାନ କ୍ଷେତକୁ ଦେଖି ତାଙ୍କ ମନରେ ଲୋଭ ଜାତ ହେଲା। ସେ ସେହି ଧାନ କ୍ଷେତରୁ ଗୋଟିଏ ପାଚିଲା ଧାନ ଆଣି ଖାଇଦେଲେ ଓ ନିଜ ଗନ୍ତବ୍ୟ ସ୍ଥାନକୁ ଅଗ୍ରସର ହେଲେ। ଅନେକ ବର୍ଷ ବିତିଗଲା। ସେହି ଯୋଗୀ ଜଣକ ବୃଦ୍ଧ ହୋଇ ମୃତ୍ୟୁବରଣ କଲେ। ମୃତ୍ୟୁ ପରେ ଯମଦୂତମାନେ ଯୋଗୀ ଜଣଙ୍କୁ ଧରି ଯମପୁରକୁ ନେଇଗଲେ। ସେଠାରେ ଥାନ୍ତି ନ୍ୟାୟର ଦେବତା ଯମରାଜ। ସେ ସମସ୍ତଙ୍କର ପାପ ପୁଣ୍ୟର ବିଚାର କରି ଦଣ୍ଡ ଦିଅନ୍ତି। ଯେତେବେଳେ ସେ ଯୋଗୀଙ୍କର ପାପ ପୁଣ୍ୟର ବିଚାର କରାଗଲା, ସେ ତାଙ୍କ ଜୀବନ କାଳ ମଧ୍ୟରେ ଭଲ କାମ ହିଁ କରିଛନ୍ତି। ସେ ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କରିଛନ୍ତି। ଲୋକମାନଙ୍କୁ ଭଲ ବାଟରେ ବଞ୍ଚିବାର ଉପାୟ ଶିଖାଇଛନ୍ତି। ମୋଟାମୋଟ ଭାବେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଭଲ କାମ ହିଁ କରିଛନ୍ତି। ଯୋଗୀ ଜଣକ ମନେ ମନେ ଭାବୁଥାନ୍ତି, ମୋତେ ନିଶ୍ଚିନ୍ତ ରୂପେ ସ୍ୱର୍ଗପୁର ମିଳିବ। ଯମରାଜ ଯୋଗୀଙ୍କର ଜୀବନ କାଳରୁ ତନ୍ନ ତନ୍ନ କରି ଦେଖୁଥାନ୍ତି। ସେ ଦେଖିଲେ ତାଙ୍କ ଜୀବନ କାଳ ମଧ୍ୟରେ ଗୋଟିଏ ମଧ୍ୟ ଖରାପ କାମ କରିନାହାନ୍ତି। କେବଳ ଗୋଟିଏ ଛୋଟ ଭୁଲ କରିଛନ୍ତି। ତାହା ଥିଲା ସେ ଗୋଟିଏ ଧାନ ଚୋରି କରି ଖାଇ ଦେଇଥିଲେ। ଯମରାଜ ବିଚାର କରି କହିଲେ, ସେ ଚାଷୀକୁ ନ ପଚାରି ତାଙ୍କ ବିଲରୁ ଗୋଟିଏ ଧାନ ଚୋରି କରିଛ। ଚାଷୀ ଖରା ବର୍ଷା ଶୀତକୁ ଖାତିର ନ କରି କଠିନ ପରିଶ୍ରମ କରି ଚାଷ କରୁଛି। ତମେ ବିନା ତାଙ୍କ ଅନୁମତିରେ ଗୋଟିଏ ଧାନ ଚୋରି କରିଥିବାରୁ ତୁମକୁ ସେହି ଚାଷୀଙ୍କ ଘରେ ମାତ୍ର ଗୋଟିଏ ଜନ୍ମ ବଳଦ ହୋଇ ରହିବାକୁ ପଡିବ। ତୁମକୁ ସେଠାରେ ରହି କଠୋର ପରିଶ୍ରମ କରିବାକୁ ପଡିବ ଏବଂ ତାହା ହିଁ ହେଲା ସେ ଚାଷୀଙ୍କ ଘରେ ଯୋଗୀ ବଳଦ ହୋଇ ଜନ୍ମ ନେଲେ ଏବଂ କଠୋର ପରିଶ୍ରମ ମଧ୍ୟ କରିଚାଲିଲେ। ସେହି ଚାଷୀଙ୍କ ଘରେ ମୂଲିଆ ଜଣେ ରହୁଥାନ୍ତି। ସେହି ବଳଦ ଏବଂ ମୂଲିଆ ମଧ୍ୟରେ ଭଲ ସମ୍ପର୍କ ଥାଏ। ଧାନ କଟା ହୋଇ ଧାନକୁ ଅମଳ କରି ରଖାଯାଉଥାଏ। ଏହି କାମକୁ ସେ ବଳଦ ଏବଂ ମୂଲିଆ କରୁଥାନ୍ତି। ସେହି ମୂଲିଆ କେହି ନ ଜାଣିଲା ପରି ଅମଳ ଧାନରୁ ଗଉଣି ଗଉଣି ଧାନ ଚୋରି କରି ଲୁଚାଇଥାଏ। ଏହା କେବଳ ସେ ବଳଦ ହିଁ ଦେଖୁଥାଏ। ଏହା ଦେଖି ବଳଦ ତା ପୂର୍ବ ଜନ୍ମ କଥା ମନେ ପକାଇ ହସିବାକୁ ଲାଗିଲା। ତା ହସ ଦେଖି ମୂଲିଆ ପଚାରିଲା, ତୁ କାହିଁକି ହସୁଛୁ? ବଳଦ ତା ପୂର୍ବ ଜନ୍ମ କଥା ସେ ମୂଲିଆକୁ କହିଲା, ମୁଁ ଏ ଚାଷୀର ବିଲରୁ ମାତ୍ର ଗୋଟିଏ ଧାନ ଚୋରି କରିବାରୁ ମୋତେ ଯମରାଜ ଏହି ଚାଷୀ ଘରେ ଗୋଟିଏ ଜନ୍ମ ବଳଦ କରି ଛାଡ଼ିଲେ। ତେଣେ ତମେ ଗଉଣି ଗଉଣି ଧାନ ଚୋରି କରୁଛ। ଯମରାଜ ତୁମକୁ କେତୋଟି ବଳଦ ଜନ୍ମ ଦେବେ ସେ କଥା ଭାବି ମୋତେ ହସ ମାଡ଼ିଲା। ମୋ ଗପଟି ତ ସରିଲା। ରହୁଛି। ଧନ୍ୟବାଦ।